ଆମର ବାପ୍ତିଷ୍ଟ ମଣ୍ଡଳୀରେ ମହିଳା ସମିତି ସମ୍ମିଳନୀର 50ତମ ବାର୍ଷିକ ସଭାରେ ଉପସ୍ଥିତ ମଣ୍ଡଳୀ ସମ୍ମିଳନୀର ସମସ୍ତ ମୁଖ୍ୟ କର୍ମକର୍ତ୍ତା ଉପସ୍ଥିତ ପ୍ରତ୍ୟେକଙ୍କୁ ମୋର ଖ୍ରୀଷ୍ଟୀୟ ପ୍ରେମ ନମସ୍କାର। ଏହି ସମୟରେ ଆଜିର 50ତମ ବାର୍ଷିକ ସଭାର ପତାକା ଉତ୍ତୋଳନ କରିବା ପୂର୍ବରୁ ଆମେ ପ୍ରାର୍ଥନା କରିବା। ଆମ ମଣ୍ଡଳୀ ସମ୍ମିଳନୀର ସାଧାରଣ ସମ୍ପାଦକ ମହାଶୟ ପ୍ରାର୍ଥନା କରିବେ ଏବଂ ବାକ୍ୟରୁ ଗୀତ ସଂହିତା 60 ପର୍ବର 4 ପଦ ଆମ ମଣ୍ଡଳୀ ସମ୍ମିଳନୀର କୋଷାଧ୍ୟକ୍ଷ ମହାଶୟ ପଠନ କରିବେ। ସ୍ୱର୍ଗସ୍ଥ ପିତା ତୁମମାନଙ୍କ ମଧ୍ୟରେ ବାଦ ହୋଇଛୁ ସଂସାର ଗୌରବ କରିଛୁ ଅନୁରୋଧ କରି ଉତ୍ତୋଳନ ମହିଳା ସମିତି ସମ୍ମିଳନୀର 50ତମ ବାର୍ଷିକ ମହାସଭା ଯାହାକି ଆଜି ସ୍ୱାଧୀନ ଯୋଗେ ଏଥିରେ ସଦାସୁ ପ୍ରଥମ କରି ପ୍ରଭୁ ଆମେ ପତାକା ପୀଠ ପାଦ ତଳେ ଠିଆ ହୋଇଅଛୁ ପ୍ରାର୍ଥନା କରୁଛୁ ପ୍ରଭୁ ଏହି ବାର୍ଷିକ ମହାସଭା ଉଦ୍ଦେଶ୍ୟରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆରମ୍ଭ କରିଅଛୁ। ପ୍ରିୟ ପ୍ରଭୁ ବିଦ୍ୟମାନ ହୁଅ ଏ ସମସ୍ତ କାର୍ଯ୍ୟକ୍ରମରେ ତୁମେ ଆଶୀର୍ବାଦ କର ତୁମେ ଗୌରବାନ୍ୱିତ ହୁଅ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ ଆମେନ୍। ସତ୍ୟତା ପକ୍ଷରେ ପ୍ରକାଶ କରିବା ନିମନ୍ତେ ପ୍ରଥମେ ଆପଣ ଆଫ୍ରିକାନମାନଙ୍କୁ ଏକ କୃତଜ୍ଞତା ଦେଇଅଛ। ଏହି ସମୟରେ ଉତ୍କଳ ବାପ୍ତିଷ୍ଟ ମହିଳା ସମିତି ସମ୍ମିଳନୀ ପକ୍ଷରୁ ପତାକା ଉତ୍ତୋଳନ କରିବା ନିମନ୍ତେ ଆମ ଉତ୍କଳ ବାପ୍ତିଷ୍ଟ ମଣ୍ଡଳୀ ସମ୍ମିଳନୀର ସଭାପତି ମହାଶୟଙ୍କୁ ଅନୁରୋଧ କରୁଅଛୁ ଏହି ସ୍ଥାନକୁ ଆସିବେ ପତାକା ଉତ୍ତୋଳନ କରିବେ। ପ୍ରଥମରେ ମନୋନୀତ ଜାତି ଇସ୍ରାଏଲ ଲୋକମାନେ ଯେତେବେଳେ ସର୍ପ ଦ୍ୱାରା ମୃତ୍ୟୁଭୋଗ କରୁଥିଲେ ଆଉ ବର୍ଷାଙ୍କ ଦ୍ୱାରା ପିତ୍ତଳ ସର୍ପ ଝୁଲାଇ ଯେଉଁମାନେ ସର୍ପକୁ ଦେଖିବେ ସେମାନେ ରକ୍ଷା ପାଇବେ ଜୀବନ ପାଇବେ ଏ ପ୍ରକାର ପତାକା ରହିଅଛି। ଦ୍ୱିତୀୟରେ ସମଗ୍ର ଜଗତର ପରିତ୍ରାଣ ନିମନ୍ତେ ଯୀଶୁ ଖ୍ରୀଷ୍ଟ କାଲବରୀ କ୍ରୁଶ ଉପରେ ପତାକା ସ୍ୱରୂପେ ଝୁଲି ଆଜି ସମଗ୍ର ମାନବ ଜାତିର ପରିତ୍ରାଣର ପତାକା ହୋଇଅଛନ୍ତି। ଉତ୍କଳ ବାପ୍ତିଷ୍ଟ ମଣ୍ଡଳୀ ମହିଳା ସମିତି ସମ୍ମିଳନୀର 50ତମ ବାର୍ଷିକ ଅଧିବେଶନ ଉପଲକ୍ଷେ ଆଜିର ଏହି ସଭା ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଉ ପରିତ୍ରାଣର ପତାକା ସ୍ୱରୂପେ ଆଶୀର୍ବାଦ ହେଉ ଆଉ ଆମମାନେ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ଏହି ପତାକା ଉତ୍ତୋଳନ କରିବା। ବାକ୍ୟରେ ଏକ ଅଂଶ ଅଧ୍ୟୟନ କରିବା। ଗୀତ ସଂହିତା 24 ପର୍ବର ତାର 7 ପଦରୁ 10 ପଦ ପର୍ଯ୍ୟନ୍ତ ପାଠ କରିବେ ଆମ ମଣ୍ଡଳୀ ସମ୍ମିଳନୀର ସହକୋଷାଧ୍ୟକ୍ଷ ମହାଶୟ। ପୁଣି ପ୍ରାର୍ଥନା କରିବେ ଉପସଭାପତି ପ୍ରଭୁଙ୍କ ପବିତ୍ର ଧର୍ମଶାସ୍ତ୍ରରୁ ଗୀତ ସଂହିତା 24 ପର୍ବ 7ରୁ 10 ପଦ ପର୍ଯ୍ୟନ୍ତ ଆମେ ଅଧ୍ୟୟନ କରିବା। ହେ କରଦ୍ୱାର ସକଳ ମତ୍ସ୍ୟଗୁଡ଼ିକ, ହେ ଚିରସ୍ଥାୟୀ କବାଟ ସକଳ ଦେଖିବ। କହିଲେ ଗୌରବମୟ ରାଜ ପ୍ରବେଶ କରିବେ। ଗୌରବମୟ ରାଜ କିଏ? ବଳବାନ ଓ ବୀର ସଦାପ୍ରଭୁ, ସଂଗ୍ରାମରେ ବୀର ସଦାପ୍ରଭୁ। ହେ ନଗର ଦ୍ୱାର ସକଳ ମତ୍ସ୍ୟଗୁଡ଼ିକ, ହେ ଚିରସ୍ଥାୟୀ କବାଟ ସକଳ ମତ୍ସ୍ୟଗୁଡ଼ିକ। କହିଲେ ଗୌରବମୟ ରାଜ ପ୍ରବେଶ କରିବେ। ଏହି ଗୌରବମୟ ରାଜ କିଏ? ବାହିନୀଗଣର ସଦାପ୍ରଭୁ ସେ ଗୌରବମୟ ରାଜ ଅଟନ୍ତି। ପ୍ରଭୁ ପଠିତ ବାକ୍ୟାଂଶ ଉପରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା। ସ୍ୱର୍ଗସ୍ଥ ପିତା ତୁମର ଧନ୍ୟବାଦ କରୁଅଛୁ, ତୁମର ପ୍ରଶଂସା କରୁଅଛୁ।
तुम्हारी गौरव करो राजा तुम आम को दया कल अनुग्रह कल आज दिन देखा पाइल से धन्यवाद करुचु प्रभु ए समय आमर उत्कल बाप्टिस्ट मंडली सम्मेलन को तुम्हें प्रेम करी अनुग्रह करी प्रभु का सम्मेलन मध्य महिला सम्मेलन समिति करने तुम्हें दया करी अनुग्रह करी आज पर्यंत पढ़ाई चढ़ाई बढ़ाई तेणु तुम धन्यवाद गौरव प्रशंसा करुचु प्रभु आज 50 वर्ष पूर्ति अवसर जुबेली उत्सव पालन करने तुम्हें तुम धन्यवाद करुचु प्रभु ए समय पिता पुत्र पवित्र आत्मा नाम आज सभा को आम उद्घाटन करने जाऊँ तुम उपस्थिति वर्तमान ठारू शेष पर्यंत रख तुम्हें आम संगे रुह सकल कार्यक्रम प्रभु तुम्हें ही गौरव हो सकल गौरव महिमा संभ्रम केवल तुम्हें पाओ ये समस्त प्रार्थना प्रभु यीशु नाम में मांगे पिता आमीन। এই সময়ে ଆମ ଉତ୍କଳ ବାପ୍ଟିଷ୍ଟ ମହିଳା ସମିତି ସମ୍ମିଳନୀ ପକ୍ଷରୁ ଉଦ୍ଘାଟନ କାର୍ଯ୍ୟ କରିବା ନିମନ୍ତେ ଆମେ ଅନୁରୋଧ କରୁଅଛୁ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀର ସାଧାରଣ ସମ୍ପାଦକ ମହାଶୟ ଏହି ଉଦ୍ଘାଟନ କାର୍ଯ୍ୟ କରିନେବେ। ମାନେ ଉତ୍କଳ ବାପ୍ଟିଷ୍ଟ ମହିଳା ସମିତି ସମ୍ମିଳନୀର 50ତମ स्वर्ण जुबेल उपलक्षे पिता पुत्र पवित्र आत्मा नाम आमे उद्घाटन करूँ प्रभु आशीर्वाद करूँ जोर तालियों प्रभु यीशु ख्रीष्ट का नाम बोलो पिता पुत्र पवित्र आत्मा का नाम बोलो आओ बोलो जय बोलो चल आमेन विजयी वर्तमान संगीत कार्यक्रम ना कौन